चोरी प्रेमा को दुनिया नगरे आधार प्रेमानुआ पिला केला थरुटे विचार एमिति का प्रेमा नहीं दरकार ओ एमिति का प्रेमा नहीं दरकार समुद्र छुटरे मन नहीं मोरा समुद्र छुटरे मन नहीं मोरा बुझुन बुझा अरे मु तो बुझुची हेले तमे बुझी पारु ना बहुत वेदना गोटी मु भल भाव बुझुची तमे बुझा चेष्टा कर मु तो तुमको भल पाइनी तमे कहीं मो पछारे जोर जबरदस्ती पड़ुच आमिति प्रेम को बुझेबी ए तमे एठी चली जा सेटा तुमर पाई भल हम तमे समिति कोनी अरे तमे अब कौन जानिछ प्रेम रो माने तमे अब कौन जानिछ प्रेम रो अर्थ ए गोटे कथि जानिछ तमे जदि मारे ना हो तमे जदि मारे ना हो ताले मु मरी जीवी हसीबा छड़ा तुम पाखे अच्छी अब कौन कौन कहले मो जदि तमर ना भी ताले तमे मरी जीव बाबरे ए गोटे कथा जानिछ सब पुआ पिला माने झियो पिला माने कदु एमिति कहि डरे कांती तमे मिछ कहछ मिछ कहनी तमे जदि मते भला ना पाइब तम पाई आत्महत्या करिबी तमे जदि मते भला ना पाइब तम पाई कोड़े डेई पड़िबी
ତମେ ଯଦି ମତେ ଭଲ ନ ପାଇବ ମୋ ହାତ କାଟିଦେବି। ତମେ ଯଦି ମତେ ଭଲ ନ ପାଇବ ଆକ୍ସିଡେଣ୍ଟ ହେଇଯିବି। ଆରେ ନାଇଁ ନାଇଁ ଏମିତି କହିକି ଝିଅ ପିଲାମାନଙ୍କୁ ପୁଅ ପିଲାମାନେ ଡରେଇଥାନ୍ତି। ନାଇଁ ରାଜକୁମାରୀ। ଆଉ ମୁଁ ଭଲ ଭାବରେ ଜାଣିଛି ତମେ ବି ସେମିତିକା। ତମେ ଭୁଲ ବୁଝୁଛ ମତେ। ତୁମକୁ ହାତ ଯୋଡୁଛି, ତମେ କାହିଁକି ମୋ ପଛରେ ଜୋର ଜବରଦସ୍ତି? ଆଲେ ପାଞ୍ଚଟି ଆଙ୍ଗୁଠି ଯେମିତି ସମାନ ହୋଇନଥାଏ ସେମିତି ପ୍ରତ୍ୟେକ ପୁଅ ପିଲା ସମାନ ହୋଇନଥାନ୍ତି। ଆରେ ସେମାନଙ୍କ ସହିତ ମତେ କାହିଁ ତୁଳନା କରୁଛ? ମୁଁ ଭଲ ଭାବରେ ଜାଣିଛି। ଏ ବୀର, ତମେ ମତେ ଯେତେ ଭଲ ପାଇଲେ ହେଲେ କଣ ହବ? ମୁଁ ତ ତମକୁ ଭଲ ପାଇନି ନା। ଆରେ ତମ ହୃଦୟ ତ ଗୋଟିଏ ପଥର ସହିତ ସମାନ। ଆରେ ତରଳିବ ବାବା କେମିତି? ତରଳିବ ବାବା କେମିତି? ତାହେଲେ ଭଲ ପାଉଛ କାହିଁକି? ଏଇଠୁ ଚାଲିଯା। ଠିକ ଅଛି, ମୋର ଯିବା ଅଧିକାର ନାହିଁ। ତମେ ଚାଲିଯାଅ, ତମେ ଚାଲିଯାଅ। ତମେ ଗଲା ପରେ ମୋର ବଞ୍ଚିବାର ଆବଶ୍ୟକତା ନାହିଁ। ମୁଁ କଣ କରିବି, କୋଉଠି ରହିବି, କେମିତି ରହିବି ସେଟା ମୁଁ ବି ନିଜେ ବୁଝିପାରିବି। ହଉ ଠିକ ଅଛି, ତମେ ମଲେ କେତେ ବଞ୍ଚିଲେ କେତେ ମୋର କଣ ଯାଏ ଆସେ। ମୁଁ ଯାଉଛି। ଯାଅ, ଚାଲିଯାଅ, ଚାଲିଯାଅ, ଚାଲିଯାଅ। हे भगवान, ଯାହାକୁ ମୁଁ ମନ ତନ ଦେଇ ଭଲ ପାଇ ବସିଥିଲି ସେ ଯଦି ମୋର ନ ହବ ତାହେଲେ ଏ ସଂସାରରେ ମୋର ବଞ୍ଚିବାର କୌଣସି ମାନ ନାହିଁ। ପ୍ରଭୁ, ମାନ ନାହିଁ। ନା, ବିଳମ୍ବ କରି ଲାଭ ନାହିଁ। ଏଇখানে ମୁଁ ଖଡ୍ଗର ଧାରେ ଆତ୍ମହତ୍ୟା କରିବି। ହଁ, ଆତ୍ମହତ୍ୟା କରିବି। ନା ନା, ମୁଁ ଏମିତି ଚାଲି ଆସିକି ବହୁତ ବଡ଼ ଭୁଲ କରିଦେଇଛି। ସେ ଯଦି ମୋତେ ସତରେ ଭଲ ପାଉଥିବ ତାହେଲେ ସତରେ ମୋ ପାଇଁ ଆତ୍ମହତ୍ୟା କରିଦେବ। ଆଉ ସେ ଯଦି ଆତ୍ମହତ୍ୟା କରିଦେଲେ କଥାଟା ମୋ ଉପରକୁ ଆସିବ। ନା ନା, ମୁଁ ବି ତ ତାକୁ ମନେ ମନେ ଭଲ ପାଉଛି। ହେଲେ ମୋର କିଛି କଥା ଅଛି ବୋଲି ମୁଁ ତାକୁ ମନା କରିଦେଇଛି। ନା, ଆଜି ଯେମିତି ବି ମୋ ଦୁଃଖ ସୁଖର କଥା, ମୋ ମନର କଥା ତାକୁ ଯେମିତି ହେଲେ ବି କହିଦେବି। ଯାଏ, ସେ ଯଦି ସତରେ ମରିଯାଏ ତାହେଲେ ମୁଁ କାହାକୁ ଭଲ ପାଇବି? ନା ନା, ମୁଁ ଜମାରୁ ବି ଏମିତି ହବାକୁ ଦେବିନି। हे प्रभु जगन्नाथ, जगन्नाथ, এই জন্মরে ମୋ ପ୍ରାଣ ପ୍ରିୟ ପାଇଁ ମୁଁ ଆତ୍ମହତ୍ୟା କରୁଛି। ପ୍ରଭୁ, ଆତ୍ମହତ୍ୟା। କିନ୍ତୁ ଏତିକି ମନେ ରଖିଥିବ, ଆର ଜନ୍ମରେ ଯେକୌଣସି ପ୍ରକାର କରି ମଧ୍ୟ ମୋ ପ୍ରାଣ ପ୍ରିୟାକୁ ମୋତେ ଭେଟାଇ ଦେବ। ପ୍ରଭୁ, ମୋ ପ୍ରାଣ ପ୍ରିୟାକୁ ମୋତେ ଭେଟାଇ ଦେବ। ଏବେ ମୁଁ ଏ ଖଟକଧାରରେ ଆତ୍ମହତ୍ୟା କରୁଛି। ପ୍ରଭୁ, ଏ ଖଟକଧାରରେ ମୁଁ ଆତ୍ମହତ୍ୟା କରୁଛି। ତମେ ପରା ମତେ ଭଲ ପାଉଛ, ହେଲେ ମୁଁ ଆତ୍ମହତ୍ୟା କରୁଥିବା ସମୟରେ ମୋ କଟକଟିକୁ ତମେ ଛଡ଼େଇ ନେଲ କାହିଁକି? ଏ ବୀର, ତମେ କଣ ସତରେ ସେଇ ଖଡ଼ଗ ଧରି ଆତ୍ମହତ୍ୟା କରିଥିଲ? ଆରେ ସତରେ କରିଥିଲି କି ମିଛରେ କରିଥିଲି ତମେ କଣ ଠିକ ଭାବରେ ଦେଖିପାରିଲନି? ଏ ତମର ଯଦି ଆଜି କିଛି ହୋଇଯାଇଥାନ୍ତା ତାହେଲେ ମୋର କଣ ହେଇଥାନ୍ତା? ଥରୁଟିଏ ତ ଭାବିକି ଦେଖିଥିତ। ତମର କଣ ହୋଇଥାନ୍ତା? ତମେ ତ ତାଳି ମାରିକି ହସିଥାନ୍ତ, ଆତ୍ମହତ୍ୟା କରିଥାନ୍ତ। ଏ କିଏ କହିଲା ମୁଁ ହସିଥାନ୍ତି? ମୁଁ ପରେ ତମକୁ ଭଲ ପାଉଛି। ତମେ ହଁ ତମେ ମତେ ଭଲ ପାଉଛ? ହଁ, ମୁଁ ତୁମକୁ ଭଲ ପାଉଛି। ଥାଉ ଥାଉ ରାଜକୁମାରୀ, ଏ ଥଟ୍ଟା ମଜା ସେତିକି ଥାଉ। ଏ ବୀର, ମୁଁ ସତ କହୁଛି ତୁମକୁ ବି ମୋ ହୃଦୟରେ ଭଲ ପାଉଛି। ତମେ ଭଲ ପାଉଛ? ହଁ, ହେଲେ ମୁଁ କେମିତି ବିଶ୍ୱାସ କରିବି ତମେ ମତେ ଭଲ ପାଉଛ ବୋଲି? ମୁଁ ତ ଅନେକ ଗୁଡ଼ାଏ କଥା କହିଦେଇଛି, ସେ କେମିତି ବିଶ୍ୱାସ କରିବେ? ହଉ ଠିକ ଅଛି, ତମକୁ ଯଦି ବିଶ୍ୱାସ ହଉନି ହଁ। ତାହେଲେ ଏଇ ଯୋଉ ଆଗରେ ବଡ଼ ମନ୍ଦିର ଦେଖାଯାଉଛି ନା, ସେଇ ମନ୍ଦିରରୁ କିଛି ସିନ୍ଦୁର ଆଣି ମୋ ମଥାରେ ଆଙ୍କି ଦିଅ। କିନ୍ତୁ ମୁଁ ସିନ୍ଦୁର ଆଣି ଗଲା ସମୟରେ ତମେ ସ୍ଥାନ ଛାଡ଼ି ଚାଲିଯିବନି ତ? ନା ନା, ମୁଁ ଜମାରୁ ବି ଯିବିନି। ମୁଁ ପରେ ତମକୁ ଭଲ ପାଉଛି, ଆଉ ଏଇଠି ଯିବି କାହିଁକି? ଠିକ ଅଛି ବାବା, ଠିକ ଅଛି। ତମେ ଏଇଠି ରୁହ, ମୁଁ ଏଇଠି ଗଲି ଆଉ ତେବେ ପିଠିରେ କିଛି ସିନ୍ଦୁର ନେଇ ଆସି ଚାଲି ଆସିଛି ତମରି ବାଟ। ଠିକ ଅଛି। ଠିକ ଅଛି, ଏଇଠି ରହିଥିବ, ଜମାରୁ ଯିବନି। ହଉ।
ए हाँ ଶୁଣୁଛ କଣ ତମକୁ ପାଇଁ ନା ଆଜି ମୁଁ ନିଜକୁ ନିଜେ ଧନ୍ୟ ମଣୁଛି ସତ କହୁଛ ଏ ବୀର କୁହ ଆଜି ମୁଁ ତୁମକୁ ପାଇ ବହୁତ ଖୁସି ସତ ହେଲେ ଗୋଟେ କଥା କହିବି କୁହ ଏ ଦୁନିଆରେ ତମ ଛଡା ମୋର କେହି ନାହାନ୍ତି ଆରେ ମତେ କେବେ ବି ଏକୁଟିଆ ଛାଡି କୁଆଡେ ଯିବନି ତମେ ମିଛ କାହିଁକି କହୁଛ ସେଇଦିନ ତ କହିଥିଲ ମୋର ପିତା ଅଛନ୍ତି ମୋର ଭାଇ ଅଛନ୍ତି ବୋଲି ହେଲେ ଆଜି କହୁଛ ମୋର କେହି ନାହିଁ ନା। ତମେ ମିଛ କହୁଛ ନା ମୁଁ ସତ କହୁଛି ମୁଁ ତୁମକୁ ବହୁତ ଗୁଡାଏ କଥା ଲୁଚେଇକି ରଖିଛି ଲୁଚେଇକି ରଖିଛ ହଁ ଆରେ କଣ ସବୁ ଲୁଚେଇକି ରଖିଛ ଏ ହଁ ସତ କହୁଛି ଏ ଦୁନିଆରେ ତମ ଛଡା ମୋର କେହି ନାହାନ୍ତି ନାଇଁ ତମେ ମିଛ କହୁଛ ଆରେ ସେଇଦିନ ତ କହୁଥିଲ ମୋର ବାପା ଅଛନ୍ତି ମୋର ଭାଇ ଅଛନ୍ତି ବୋଲି ଆଉ ତମେ ମତେ ଭାତରେ ଏଡାଇ ଦେଇ ଚାଲି ଯାଉଥିଲ ଆରେ ତମର ଯଦି ସଂସାରରେ କେହି ନାହାନ୍ତି ଆରେ କୁହ ତମେ କୋଉଠି ରହିଥାନ୍ତ କୋଉଠି ଯାଇଥାନ୍ତ ଏ ସତରେ ସତରେ ଏ ଦୁନିଆରେ ମୋର କେହି ନାହାନ୍ତି हे भगवान केड़ी पागली ଝିଅଟିଏ ହେଲେ ତମେ ପୁଣି ଏକାକି ହେଲ କେମିତି କହିବି କୁହ ହଁ ଆଜି ଯେମିତି ହେଲେ ବି ମୋ ଦୁଃଖ ସୁଖର କଥା ତମକୁ କହିଦେବାକୁ ପଡ଼ିବ ଯଦି ନ କହିବି ତାହେଲେ କଥାଟା ଏଇଠି ରହିଯିବ ଏ ସେଇଦିନ ଆମ ରାଜ୍ୟରେ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଚାଲିଥିଲା ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ହେଲେ ସେଇଦିନ ଆମ ଘରର ସେଇ ସେନାପତି ମୋ ବାପାକୁ ମୋ ଭାଇକୁ ମାରି ଦେଇଛି ତମେ କଣ କହୁଛ ରାଜକୁମାରୀ ଏ ଭଗବାନ ଆଉ ଶେଷରେ ମତେ ଜୋର ଜବରଦସ୍ତି ଉଠେଇ ଆଣି ମୋ ସହିତ ଆଗକୁ ବଢିବା ଦରକାର ନାହିଁ ଆଗକୁ କହିବା ଦରକାର ନାହିଁ ସତରେ ତମେ ଯଦି ଆଜି ଠିକ ସମୟରେ ନ ପହଞ୍ଚିଥାନ୍ତ ତାହେଲେ ମୋର କଣ ହେଇଥାନ୍ତ ସେଇଟା ତ ମୁଁ ବି ଜାଣିନି ତମର କେହି ଅଛନ୍ତି ଅମାନ ଅଛନ୍ତି ଆରେ ମୁଁ ଅଛି ମୁଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି ଏମିତି ସମୟ ଆସିବ ଯେମିତି ପ୍ରକାର କରି ମଧ୍ୟ ତମେ କର୍ଣ୍ଣାଟ ରାଜସ୍ୟାକୁ ମୁଁ ଛଡ଼େଇ ଆଣିବି ଆଉ ସେଇ ରାଜସ୍ୟ ଆସନରେ ତମକୁ ନେଇ ମୁଁ ସ୍ଥାପିତ କରିବି ଏ ସତରେ ମୁଁ ଏମିତି ଜୀବନ ସାଥିରେ ପାଇବି ବୋଲି ମୋ ଜୀବନରେ କେବେ ବି ଭାବିନଥିଲି ହେଲେ ମତେ କଣ ତମ ରାଜ୍ୟକୁ ନବନି ନିହାତି ନେବି କାନ୍ଦନି ତମେ କାନ୍ଦୁଛ କାହିଁକି ଆସ ଏଇ ପଥ ଦେଇ ଆମ ରାଜ୍ୟ ଅଭିମୁଖେ ଆମେ ଯାତ୍ରା ଆରମ୍ଭିବା ଠିକ ଅଛି ତାହେଲେ ମତେ ଶୀଘ୍ର ନେଇ ଚାଲ ତମ ରାଜ୍ୟ ଚାଲ ବାବା ଚାଲ ଆସ ମୋ ପଛେ ପଛେ ଆସ ଆମେ ଏଇ ପଥ ଦେଇ ଆମ ରାଜ୍ୟକୁ ପଳେଇବା ହଉ ଚାଲ ତମେ ଆସ हेलो
बोलो दुर्गा मैया की जय। इस नाटक कला के अनुष्ठान से अत्यंत खुशी होकर हमारे ग्राम झरगांव के शकुंतला पाथर एवं वैष्णवी पाथर इन दोनों बहनों ने मिलकर 20 रुपए से पेमेंट किए हैं। उनके साथ साथ चतुराम पाथर, हिमसागर पाथर, दीपक पाथर इन तीनों भाइयों ने मिलकर 50 रुपए से पेमेंट किए हैं। उनके साथ साथ गंगेश्वरी जो कि बामनपरा से हैं।